ଖ୍ରୀଷ୍ଟପ୍ରେମୀ ବନ୍ଧୁଗଣ ଆପଣ ସମସ୍ତଙ୍କୁ ନମସ୍କାର। ଆଜି ଆମେ ସାଧାରଣ କାଳର 19ତମ ରବିବାରରେ ପ୍ରବେଶ କରୁଛୁ। ଆଜିର ସୁସମାଚାର ନିଆଯାଇଛି ଲୁକ୍ ଲିଖିତ 12 ଅଧ୍ୟାୟ। ଗୋଟିଏ 12 ଅଧ୍ୟାୟ 34 ପଦରେ ଲେଖା ଅଛି, ଯେଉଁଠି ତୁମର ଧନ ସେଇଠି ତୁମର ମନ। ଯେଉଁଠି ତୁମର ଧନ ସେଇଠି ତୁମର ମନ। ଅର୍ଥାତ୍ କ'ଣ ଧନ ଆମେ ଖୋଜୁଛୁ? କେଉଁ ଧନ ପାଇଁ ଆମେ ଏତେ ଲାଳାୟିତ? ଏ ସାଂସାରିକ ଧନ ଯଦି ଆମର ପାଇଁ ଅତି ଆବଶ୍ୟକ, ପ୍ରତି ସମୟରେ ପ୍ରତି ଚିନ୍ତା ପ୍ରତି ଭାବନା ପ୍ରତି ସମୟ କେବଳ ସେହି ସାଂସାରିକ ଧନ ଉପରେ ଆମର ଦୃଷ୍ଟି ରହିବ। ଯଦି ଯିଏ ଆତ୍ମିକ ବିଷୟରେ ସେ ଚିନ୍ତା କରେ, ଯଦି ତାହା ତା ପାଇଁ ଧନ, ଯଦି ପ୍ରଭୁ ତା ପାଇଁ ଧନ, ଯଦି ସ୍ୱର୍ଗରାଜ୍ୟ ତା ପାଇଁ ଧନ, ସେ ସବୁବେଳେ ତାର ଚିନ୍ତା, ତାର ମନ, ତାର ଭାବନା ସେହି ଆତ୍ମିକ ଧନ, ସେହି ସ୍ୱର୍ଗରାଜ୍ୟ, ସେହି ଈଶ୍ୱରଙ୍କ ଉପରେ ତାର ଦୃଷ୍ଟି ନିକ୍ଷେପ ରହିବ। ତେବେ ପ୍ରଭୁ ଯେ କହିଲେ, ଯେଉଁଠି ତୁମର ଧନ ସେଇଠି ତୁମର ମନ। ଯେଉଁଠି ଆମର ଯେଉଁ ମନେକର କର୍ତ୍ତବ୍ୟ ଅଛି, ଗୋଟିଏ କାର୍ଯ୍ୟ କରିବାକୁ ପଡ଼ିବ, ପ୍ରତି ସମୟରେ ସେଇଠି ଆମର ଯଦି ଧନ ବୋଲି ଆମେ ଭାବୁ, ସେଇଠି ଆମର ମନ ରହିବ। ତେବେ ଆଜିର ସୁସମାଚାରରେ ଅତି ସୁନ୍ଦର ଭାବେ ପ୍ରଭୁ ଆମମାନଙ୍କୁ ଶିଖାନ୍ତି ଯେ କିଏ ବିଶ୍ୱସ୍ତ ସେବକ, କିଏ ବିଶ୍ୱସ୍ତ ସେବକ, କିଏ ଈଶ୍ୱରଙ୍କ ପାଇଁ ସବୁବେଳେ ଲାଳାୟିତ। ସେହି ସେବକ, ସେହି ହିଁ ବିଶ୍ୱସ୍ତ, ଯିଏ ସଦାବେଳେ ଯାହାର ମନ, ଯାହାର ହୃଦୟ ପ୍ରଭୁଙ୍କ ଠାରେ ଥାଏ। ତେବେ ସେ ଅତି ସୁନ୍ଦର ଦୃଷ୍ଟାନ୍ତ ମାଧ୍ୟମରେ ଆଜି ଆମମାନଙ୍କୁ ଶିକ୍ଷା ଦେଇ କହନ୍ତି ଯେ ସବୁବେଳେ ଆମେ ସଜାଗ ରହିବା, ସବୁବେଳେ ଆମେ ସତର୍କ ରହିବା। ଯେତେବେଳେ ଜଣେ କର୍ତ୍ତା, ଗୃହର କର୍ତ୍ତା ବାହାରେ ଯାଏ, ବିବାହ ଭୋଜି ପାଇଁ ଯାଇଥାଏ, ଯେତେବେଳେ ଫେରି ଆସେ, ଆଉ ସେତେବେଳେ ଯଦି ସେ ଦେଖେ ଯେ ତାର ଦାସ କର୍ତ୍ତବ୍ୟ ନିଷ୍ଠା, ତାର ଦାସ ତତ୍ପର ହିଁ ଅଛି, ଜାଗି ରହିଛି, ଆଉ ତେବେ କର୍ତ୍ତା ସନ୍ତୁଷ୍ଟ ହେବେ, କର୍ତ୍ତା ସନ୍ତୁଷ୍ଟ ହେବେ ଏବଂ ତାଙ୍କୁ ପୁରସ୍କାର ଦେବେ। ତେଣୁ ଆଜି ପ୍ରଭୁ କହନ୍ତି ସବୁବେଳେ ବିଶ୍ୱସ୍ତ ହୋଇ ସଜାଗ, ସତର୍କ, ତତ୍ପର ହୋଇ ରହିବା। ଆମେ ଜାଣୁନୁ ପ୍ରଭୁ ନିଶ୍ଚୟ ଆସିବେ, କେତେବେଳେ ତାହା ଜାଣିନୁ, କିନ୍ତୁ ଆସିବା ସୁନିଶ୍ଚିତ। ଏଣୁ ସର୍ବଦା ଆମମାନଙ୍କୁ ସଜାଗ ହୋଇ ରହିବାକୁ ପଡ଼ିବ, ଯେମିତି ଯେତେବେଳେ ଆମର କର୍ତ୍ତା ଆସନ୍ତି ତାଙ୍କୁ ସେ ଆମମାନଙ୍କୁ ଦେଖିପାରିବେ ଆମେ କର୍ତ୍ତବ୍ୟ ପରାୟଣ। ଆଉ ଯୀଶୁଙ୍କ ସମୟରେ ଯୀଶୁଙ୍କର ଦ୍ୱିତୀୟ ଆଗମନ ପାଇଁ ସେମାନେ ଅପେକ୍ଷାରେ ଥିଲେ, କେତେବେଳେ ପ୍ରଭୁ ଆସିବ, କେତେବେଳେ ପ୍ରଭୁ ଆସିବେ, ଆଉ ଏଇଥିପାଇଁ ସମସ୍ତେ ଅପେକ୍ଷାରେ ଥିଲେ। ଆଉ କିନ୍ତୁ କେତେବେଳେ ପ୍ରଭୁ ଆସିବେ ସମୟ ଦିଆଯାଇ ନଥିଲା। ସମୟ ଦ୍ୱିପ୍ରହରେ, ତୃତୀୟ ପ୍ରହରରେ, କେତେବେଳେ ସେ ଆସିବେ ସେମାନଙ୍କୁ ଜଣା ନାହିଁ। ତେଣୁ ସର୍ବଦା ଆମକୁ ସଜାଗ ରହିବା, ସର୍ବଦା ଆମେ ଆତ୍ମିକ ଭାବେ ପ୍ରସ୍ତୁତ ହୋଇ ରହିବା। ମନେ ପଡ଼ିଯାଏ ସେହି ସିରିଆର ରାଜା ସିରାକୁସଙ୍କ ବିଷୟ। ଦିନେ ରାଜା ସିରାକୁସ ନିମନ୍ତ୍ରଣ ପାଇ ତାଙ୍କର ଜଣେ ମନ୍ତ୍ରୀଙ୍କ ଗୃହକୁ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆଉ ଯେତେବେଳେ ସେ ଅତି ସାଜସଜା ହୋଇ ମୂଲ୍ୟବାନ ପୋଷାକ ପିନ୍ଧି ଯେତେବେଳେ ତାଙ୍କର ସୈନ୍ୟମାନେ ପ୍ରସ୍ତୁତ ହୋଇଛନ୍ତି, ତାଙ୍କର ମନ୍ତ୍ରୀଙ୍କ ଗୃହକୁ ଭୋଜିର ଆୟୋଜନ କରାଯାଇଛି। ଆଉ ସେ ବାହାରିବା ସମୟରେ ଜଣେ ସାଧାରଣ ଲୋକ ଦୌଡ଼ି ଆସି ତାଙ୍କ ପାଦ ତଳେ ପଡ଼ିଗଲା। କହିଲେ, ଆଉ ଗୋଟିଏ ଚିଠିଟି ତାଙ୍କ ହସ୍ତରେ ଦେଇ କହିଲେ, ମହାରାଜ ଆପଣ এই ଚିଠିଟି ପଢ଼ନ୍ତୁ, ବହୁତ ଜରୁରୀ ବିଷୟ। କିନ୍ତୁ ରାଜା ସିରାକୁସ ତାଙ୍କ ବର୍ତ୍ତମାନ ସମୟ ନାହିଁ, ବର୍ତ୍ତମାନ ସମୟ ଏନ୍ଜୟ କରିବା ପାଇଁ, ବର୍ତ୍ତମାନ ସମୟ ଉପଭୋଗ କରିବା ପାଇଁ, ବର୍ତ୍ତମାନ ସମୟ ଭୋଜିର ସମୟ, ବର୍ତ୍ତମାନ ସମୟ ସେହି ସୁନ୍ଦର ଭୋଜନ ପ୍ରସ୍ତୁତି, ସେହି ସମୟ, ବର୍ତ୍ତମାନ ଚିଠି ପଢ଼ିବାର ସମୟ ନାହିଁ କହି ସେ ସେହି ଚିଠିଟିକୁ ନିଜର ମୁଣିରେ ରଖିଲେ ଏବଂ ଆଗକୁ ବଢ଼ିଲେ। ପ୍ରିୟ ଭାଇ ଭଉଣୀମାନେ ଜାଣନ୍ତି, ଯେତେବେଳେ ସେହି ଭୋଜିରେ ସେ ଉପସ୍ଥିତ ରହିଲେ ଏବଂ ତାଙ୍କୁ ବହୁତ ରକମର ଖାଦ୍ୟ ଦିଆଗଲା, ମାଦକ ଦ୍ରବ୍ୟ ଦିଆଗଲା, ଆଉ ଯେତେବେଳେ ସେ ମାତାଲ ହୋଇଗଲେ, ଆଉ ସେହି ସମୟରେ ତାଙ୍କୁ ହତ୍ୟା କରାଗଲା। ଯେତେବେଳେ ହତ୍ୟା କରାଗଲା, ଆଉ ତାଙ୍କ ବସ୍ତ୍ର ଯେତେବେଳେ କାଢ଼ି ଦିଆଗଲା, ସେହି ବସ୍ତ୍ର ଭିତରେ, ସେହି ମୁଣି ଭିତରେ ସେହି ପତ୍ରଟି ଲେଖା ଥିଲା। ତାଙ୍କୁ ସତର୍କ ଦିଆଯାଇଥିଲା ଯେ ସେହି ଭୋଜିକୁ ନ ଯିବା ପାଇଁ, କିନ୍ତୁ ରାଜାଙ୍କର ମନ ଥିଲା ସେହି ଧନ ଉପରେ,
ସେଇ ଭୋଜି ଉପରେ, ସେଇ ସାଙ୍ଗସାଥି ଉପରେ, ସେଇ ଉତ୍ସବ ଆମୋଦ ପ୍ରମୋଦ କରିବାରେ ତାଙ୍କର ମନ ଥିଲା, ସେଇଟା ଥିଲା ତାଙ୍କର ଧନ। ଏଣୁ ଏହି ସାଧାରଣ ଲୋକର କଥା ଶୁଣିପାରିଲେ ନାହିଁ, ଚିଠି ପଢ଼ି ପାରିଲେ ନାହିଁ, ତାଙ୍କ କଥାକୁ ଛାର କରିଦେଲେ। ଆଉ ସେ ତାର ପରିଣତି କ'ଣ ହେଲା? ସେଙ୍କର ଜୀବନ ଚାଲିଗଲା। ପ୍ରିୟ ଭାଇ ଭଉଣୀମାନେ, ଆମେ ସଦାବେଳେ ତତ୍ପର ହୋଇ ରହିବା, କେତେବେଳେ ଯେ ପ୍ରଭୁ ଆମ ଜୀବନରେ ଆସିବେ, କେତେବେଳେ ଯେ ପ୍ରଭୁ ଆମମାନଙ୍କୁ ଡାକିବେ, କେତେବେଳେ ଯେ ଆମର ଜୀବନ ଚାଲିଯିବ ଆମେ ଜାଣିନାହୁଁ। କିନ୍ତୁ ଆମମାନଙ୍କୁ ସବୁବେଳେ ସଜାଗ ରହିବା ପାଇଁ ସେହି ବିଶ୍ୱସ୍ତ ଦାସ ପରି, ଯାହାର ମୁନିବ ବିବାହ ଭୋଜି ଯାଇ ଯେତେବେଳେ ସେ ଫେରି ଆସୁଛି, ସେ ଯେପରି ଦେଖିବ ସେ ନିଜର କର୍ତ୍ତବ୍ୟରେ ନିଷ୍ଠା ରହିଛି। ପ୍ରିୟ ଭାଇ ଭଉଣୀମାନେ, ଆଜି ଆମମାନଙ୍କର ଜୀବନରେ ଆମେ କ'ଣ ପ୍ରାଧାନ୍ୟତା ଦେଇଛୁ? ଏହି ସାଂସାରିକ ଧନ, ଏହି ମୋହମାୟା, ଏହି ଜାକ ଜମକ, ଏହି ଯାହା କିଛି ସାଂସାରିକ ଭୋଗବିଳାସରେ ଆମେ ମାତିଛୁ। ପ୍ରଭୁଙ୍କର ବାକ୍ୟ ଶୁଣିବା ପାଇଁ ସଜାଗ ହୋଇ ରହିନାହୁଁ, ଆମର ଆତ୍ମା ପ୍ରସ୍ତୁତ ରହିନାହିଁ। ତେଣୁ ଆଜି ଭୟରେ ଅଛୁ, ଅନେକ ଭୟ। ଆଉ ସବୁଠାରୁ କ'ଣ ଭୟ ଅଛି ଆପଣଙ୍କର ଆଜି? ହୋଇପାରେ ଆମ କେତେ ଜଣଙ୍କ ପାଇଁ ବିଭିନ୍ନ ଭୟ ଅଛି। ଯୀଶୁ କହୁଛନ୍ତି, ଭୟ କର ନାହିଁ ମୋର ପିଲାମାନେ, ମୁଁ ତୁମକୁ ସେହି ସ୍ୱର୍ଗ ରାଜ୍ୟ ଦେବି। ଭୟ କର ନାହିଁ। କ'ଣ ଭୟ ଅଛି ଆଜି ଆମ ଜୀବନରେ? କେତେଜଣ ଭୟ ଅନ୍ଧାରକୁ ଦେଖି, କେତେଜଣ ଭୟ ରକ୍ତକୁ ଦେଖି, କେତେଜଣ ଭୟ ଯେ ଯାହାର ବନ୍ଧୁ କାଳେ ମୋତେ ପରିତ୍ୟାଗ କରିବ, କେତେଜଣ ଭୟ କରନ୍ତି କାଳେ ଚାକିରି ପଳେଇଯିବ, କେତେଜଣ ଭୟ କରନ୍ତି କାଳେ ମୋର ପ୍ରମୋସନ୍ ହେବ ନାହିଁ, କେତେଜଣ ଭୟ କରନ୍ତି ଯେ ମୋତେ ହୁଏତ କେହି ବିଶ୍ୱାସଘାତକ କରିବେ। ଆଉ ସବୁଠାରୁ ବଡ଼ ଭୟ ହେଲା ମୃତ୍ୟୁ। ତେଣୁ ପ୍ରିୟ ଭାଇ ଭଉଣୀମାନେ, କେତେବେଳେ ଏଇ ମୃତ୍ୟୁ ଆସିବ ଆମେ ଜାଣିନାହୁଁ। ତେଣୁ ଆମମାନଙ୍କୁ ଭୟ ଆସେ, କାରଣ ଆମେ ସତ୍ପଥରେ ରହିନାହୁଁ, ଆମର ଆତ୍ମା ପ୍ରସ୍ତୁତ କରି ରହିନାହୁଁ। ଯେଉଁମାନେ ଆତ୍ମାକୁ ପ୍ରସ୍ତୁତ କରି ନଥାନ୍ତି ସେମାନେ ଭୟରେ ରହିବେ, କାରଣ ପ୍ରଭୁ କେତେବେଳେ ବି ନିଶ୍ଚିତ ଭାବରେ ଆସିବେ, ସେ ବିଚାର କରିବେ। ଆମକୁ ତାଙ୍କୁ ସମ୍ମୁଖୀନ ହେବାକୁ ପଡ଼ିବ, ଆମର ବିଚାରିତ ହେବାକୁ ପଡ଼ିବ। କ'ଣ ମୁଁ ପ୍ରସ୍ତୁତ ଅଛି? କ'ଣ ମୁଁ ଆତ୍ମିକ ଭାବେ ପ୍ରସ୍ତୁତ ଅଛି? ସବୁ ସମୟରେ, ସବୁ ମୁହୂର୍ତ୍ତରେ, ମୋର ସମସ୍ତ କାର୍ଯ୍ୟକଳାପରେ ମୁଁ ଠିକ୍ରେ ଅଛି? ଭାଇ ଭଉଣୀମାନେ, ମନେ ରଖନ୍ତୁ, ଆଜି ପ୍ରଭୁ କହୁଛନ୍ତି, ଭୟ କର ନାହିଁ ମୋର ପିଲାମାନେ, ମୁଁ ତୁମକୁ ସ୍ୱର୍ଗ ରାଜ୍ୟ ଦେବି। ଅର୍ଥାତ୍ ମୁଁ ତୁମର ଧନ ହେବି, ମୁଁ ତୁମର ସବୁକିଛି ଯେଉଁ ଭୟ ଅଛି ସେଥିରୁ ମୁକ୍ତ କରିବି। ମୁଁ ତୁମର ଈଶ୍ୱର, ମୁଁ ସତ୍ୟ, ମୁଁ ପଥ, ମୁଁ ଜୀବନ, ମୋ ଠାରେ ଅଛି ସବୁକିଛି। ତେଣୁ ମୋର ପୁଅ ଝିଅମାନେ, ତୁମେ ଭୟ କର ନାହିଁ, ମୁଁ ଆସିଅଛି ତୁମକୁ ସ୍ୱର୍ଗ ରାଜ୍ୟ ଦେବା ପାଇଁ, ଯାହାକି ଅର୍ଥାତ୍ ପ୍ରଭୁ ନିଜେ ଆସୁଛନ୍ତି। ସେ ଆମକୁ ସମସ୍ତ ବନ୍ଧନରୁ ମୁକ୍ତ କରିବେ। କେଉଁ ବନ୍ଧନରେ ମୁଁ ପଡ଼ିଛି, କେଉଁ ରୋଗରେ ମୁଁ ପଡ଼ିଛି, କେଉଁ ସମସ୍ୟାରେ ପଡ଼ିଛି, କେଉଁଥିପାଇଁ ମୋର ଆତ୍ମାକୁ ମୁଁ ଆଜି ପ୍ରସ୍ତୁତ କରିନାହିଁ, ଦେଖ ଆଜି ପ୍ରଭୁ ଆସିବେ। କ'ଣ ମୁଁ ପ୍ରସ୍ତୁତ ଅଛି? କ'ଣ ମୁଁ ପ୍ରସ୍ତୁତ ଅଛି? ଲେଖା ଅଛି ପ୍ରକାଶନ ପୁସ୍ତକ 3:20 3:20 ସେ ଲେଖା ଅଛି, ଦେଖ ମୁଁ ଦ୍ୱାର ଦେଶରେ ଠିଆ ହୋଇଛି, ଦେଖ ମୁଁ ଦ୍ୱାର ଦେଶରେ ଠିଆ ହୋଇଛି, ଯିଏ ମୋର ରବ ଶୁଣିବ ଓ ଦ୍ୱାର ଖୋଲିଦେବ, ମୁଁ ଆସିବି ଓ ତାଙ୍କ ସହିତ ଭୋଜନ କରିବି। ପ୍ରଭୁ ଅଛନ୍ତି ପ୍ରିୟ ଭାଇ ଭଉଣୀମାନେ, ଆମର ଦ୍ୱାର ସମ୍ମୁଖରେ ସେ ଅଛନ୍ତି, ଆମ ସମ୍ମୁଖରେ ଅଛନ୍ତି। ସେ ଡାକୁଛନ୍ତି ବାରମ୍ବାର, ମୋ ଝିଅ, କେହି ଯଦି ମୋର ରବ ଶୁଣିବ, ସେ ବାଧ୍ୟବାଧକତା ହେଇ ପ୍ରବେଶ କରିବାକୁ ଚାହାନ୍ତି ନାହିଁ। ସେ ଚାହାନ୍ତି ଆମେ କ'ଣ ତାଙ୍କ ରବ ଶୁଣୁଛୁ କି? ଯଦି ଆମେ ଶୁଣିବା ତାଙ୍କ ରବ ଆଉ ଦ୍ୱାର ଖୋଲିଦେବା, ସେ ଆସିବେ, ଆମ ସହିତ ଭୋଜନ କରିବେ, ଆମ ସହିତ ସହଭାଗିତା କରିବେ। ତେଣୁ ସେ ଲାଳାୟିତ, ସେ ଠିଆ ହୋଇ ରହିଛନ୍ତି। କିନ୍ତୁ କେତେ କାଳ ଆମେ ତାଙ୍କୁ ବାହାରେ ରଖିବା? ଆମେ କାହିଁକି ତାଙ୍କର କଥା ଶୁଣି ମାରୁନା? କାହିଁକି ତାଙ୍କର ଡାକରା ରବ ଶୁଣୁନାହୁଁ? କାରଣ ଆମର ଆତ୍ମା ଏକ ରୁଦ୍ଧ କୋଠରୀ ଅଛି, ଏକ ବଡ଼ ସ୍ୱାର୍ଥ ରୂପକ, ଗର୍ବ ରୂପକ, ହିଂସା ରୂପକ, ପାପ ମନ୍ଦ କାର୍ଯ୍ୟରେ ରୂପକ ତାଲାରେ ଆମେ ତାଙ୍କୁ ବନ୍ଦ କରିଛୁ। କିନ୍ତୁ ପ୍ରଭୁ କହୁଛନ୍ତି, ଦେଖ ମୁଁ ତୁମରି ଦ୍ୱାର ସମ୍ମୁଖରେ ଠିଆ ହୋଇଛି, କେହି ଯଦି ମୋର ରବ ଶୁଣିବ, ଦ୍ୱାର ଖୋଲିବେ, ମୁଁ ସେଠାକୁ ଆସିବି, ତାଙ୍କ ସହିତ ଭୋଜନ କରିବି। ଆସନ୍ତୁ ପ୍ରିୟ ଭାଇ ଭଉଣୀମାନେ, ଆମର ଦ୍ୱାରକୁ ଖୋଲିବା। କେଉଁ ଦ୍ୱାରରେ ଆମେ ବନ୍ଧା ହେଇଛୁ, କେଉଁ ରୁଦ୍ଧ କୋଠରୀରେ ଆମେ ଅଛୁ? ଯେତେବେଳେ ଆମେ ଖୋଲିଦେବା, ଯୀଶୁ ଆସିବେ, ଯୀଶୁ ଦେଖିବେ ଆମେ ସଜାଗ ହେଇଛୁ, ତତ୍ପର ହୋଇଛୁ, ପ୍ରସ୍ତୁତି ହୋଇଛୁ ତାଙ୍କୁ ଗ୍ରହଣ କରିବା ପାଇଁ। ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ। ଆମେନ୍।